ହୋଲି 2026 ପରେ କୁମ୍ଭ ରାଶିର ଭାଗ୍ୟ ପୁରା ପରିବର୍ତ୍ତନ ହେବାକୁ ଯାଉଛି। ଗୁରୁଙ୍କ ମହାଗୋଚର ଆପଣଙ୍କ ଜୀବନରେ ଆଣିପାରେ ଧନ, ସଫଳତା ଓ ରାଜଯୋଗ। କିନ୍ତୁ ସାବଧାନ, ଏହି ତିନୋଟି ଭୁଲ କରିଲେ ସୁଯୋଗ ହାତଛଡ଼ା ହୋଇଯିବ। 2026 ଆପଣଙ୍କ ପାଇଁ ସୁବର୍ଣ୍ଣ ବର୍ଷ କିମ୍ବା ଚ୍ୟାଲେଞ୍ଜ ସମୟ। ସମ୍ପୂର୍ଣ୍ଣ ରାଶିଫଳ ଜାଣିବାକୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହୋଲି 2026 ପରେ କୁମ୍ଭ ରାଶିର ଭାଗ୍ୟ ପୁରା ପରିବର୍ତ୍ତନ ହେବାକୁ ଯାଉଛି। ଗୁରୁଙ୍କ ମହାଗୋଚର ଆପଣଙ୍କ ଜୀବନରେ ଆଣିପାରେ ଧନ, ସଫଳତା ଓ ରାଜଯୋଗ। କିନ୍ତୁ ସାବଧାନ, ଏହି ତିନୋଟି ଭୁଲ କରିଲେ ସୁଯୋଗ ହାତଛଡ଼ା ହୋଇଯିବ। 2026 ଆପଣଙ୍କ ପାଇଁ ସୁବର୍ଣ୍ଣ ବର୍ଷ କିମ୍ବା ଚ୍ୟାଲେଞ୍ଜ ସମୟ। ସମ୍ପୂର୍ଣ୍ଣ ରାଶିଫଳ ଜାଣିବାକୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହୋଲି 2026 ପରେ କୁମ୍ଭ ରାଶିର ଭାଗ୍ୟ ପୁରା ପରିବର୍ତ୍ତନ। ନମସ୍କାର ବନ୍ଧୁମାନେ, ଆପଣମାନେ ଦେଖୁଛନ୍ତି ଆଷ୍ଟ୍ରୋଭଗ୍ୟା ୟୁଟ୍ୟୁବ୍ ଚ୍ୟାନେଲ। ଯଦି ଆପଣଙ୍କ ରାଶି କୁମ୍ଭ, ତେବେ ଆଜିର ଏହି କାହାଣୀଟି ଆପଣଙ୍କ ପାଇଁ। ଏହା କେବଳ ଏକ ରାଶିଫଳ ନୁହେଁ, ଏହା ଆପଣଙ୍କ ଆସନ୍ତା ଭାଗ୍ୟର ଗୁପ୍ତ ଅଧ୍ୟାୟ। କିନ୍ତୁ ଧ୍ୟାନ ଦିଅନ୍ତୁ, ଏହି କଥାଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାରଣ ମଧ୍ୟରେ ଆସିବ ଏକ ଏମିତି ସତ୍ୟ, ଯାହା ଆପଣଙ୍କ ଜୀବନର ଦିଗକୁ ବଦଳାଇ ଦେବ। ଅଧ୍ୟାୟ 1, ହୋଲିର ରଙ୍ଗ ଓ ଭାଗ୍ୟର ଗୁପ୍ତ ଖେଳ। ହୋଲି 2026 ରଙ୍ଗର ପର୍ବ, ହସିର ମହୋତ୍ସବ। କିନ୍ତୁ ଏହି ବର୍ଷ ରଙ୍ଗ କେବଳ ଆପଣଙ୍କ ମୁହଁକୁ ନୁହେଁ, ଆପଣଙ୍କ ଭାଗ୍ୟକୁ ମଧ୍ୟ ରଙ୍ଗିଦେବ। ହୋଲି ପରେ ପରେ ଗୁରୁ ଗ୍ରହ ତାଙ୍କର ରାଶି ପରିବର୍ତ୍ତନ କରିବେ ଏବଂ ଏହି ପରିବର୍ତ୍ତନର ପ୍ରଭାବ ସବୁଠୁ ଅଧିକ ପଡ଼ିବ କୁମ୍ଭ ରାଶିର ଜାତକମାନଙ୍କ ଉପରେ। ଏହି ବଦଳ ହେବ ହଠାତ୍। କିଛି ଘଟଣା ଆପଣଙ୍କୁ ଅଚମ୍ବିତ କରିଦେବ। ଆପଣ ଭାବିବେ, ଏତେ ଦିନ ଯାହା ଅପେକ୍ଷା କରୁଥିଲି, ସେଟା ଏବେ କିପରି ସହଜରେ ମିଳୁଛି। କିନ୍ତୁ ବନ୍ଧୁମାନେ, ଏହା ସଂଯୋଗ ନୁହେଁ, ଏହା ଗୁରୁଙ୍କ ଚାଳ। ଅଧ୍ୟାୟ 2, ଗୁରୁଙ୍କ ରହସ୍ୟମୟ ଦୃଷ୍ଟି। ଗୁରୁ ଗ୍ରହ ହେଉଛନ୍ତି ଜ୍ଞାନ, ଧନ, ଭାଗ୍ୟ ଓ ବୃଦ୍ଧିର କାରକ। 2026ରେ ତାଙ୍କର ସ୍ଥାନ ପରିବର୍ତ୍ତନ କୁମ୍ଭ ରାଶି ପାଇଁ ନେଇଆସିବ ତିନିଟି ବଡ଼ ସଂକେତ। ଅଚାନକ ଧନ ଲାଭ, କ୍ୟାରିୟରରେ ବଡ଼ ଅବସର, ସମ୍ପର୍କରେ ନୂଆ ଆରମ୍ଭ। କିନ୍ତୁ ଏହି ତିନୋଟି ଘଟଣା ଏକାଥରେ ଆସିବ ନାହିଁ, ଏହା ଆସିବ ପର୍ଯ୍ୟାୟକ୍ରମେ। ପ୍ରଥମ ସଂକେତ ଆସିବ ହୋଲି ପରେ 18ରୁ 27 ଦିନ ମଧ୍ୟରେ। ଏହା ହେବ ଗୋଟେ ଛୋଟ ଘଟଣା, କିନ୍ତୁ ସେହି ଛୋଟ ଘଟଣା ଆପଣଙ୍କୁ ନେଇଯିବ ଗୋଟେ ବଡ଼ ପରିବର୍ତ୍ତନ ଦିଗକୁ। ଅଧ୍ୟାୟ 3, କ୍ୟାରିୟରର ଗୁପ୍ତ ଦ୍ୱାର ଖୋଲିବ। ଯେଉଁମାନେ ବର୍ଷରୁ ବର୍ଷ ପ୍ରୟାସ କରୁଛନ୍ତି କିନ୍ତୁ ଫଳ ମିଳୁନାହିଁ, ତାଙ୍କ ପାଇଁ 2026 ଏପ୍ରିଲ ମାସ ହେବ ଟର୍ଣ୍ଣିଂ ପଏଣ୍ଟ। କୌଣସି ପୁରୁଣା ଚିହ୍ନା ଲୋକ, କୌଣସି ଅପେକ୍ଷିତ ନଥିବା ଫୋନ୍ କଲ୍, କୌଣସି ଇଣ୍ଟରଭ୍ୟୁ, ଏହା ହେବ ଭାଗ୍ୟର ଦ୍ୱାର। କିନ୍ତୁ ଧ୍ୟାନ ରଖନ୍ତୁ, ଏହି ସମୟରେ ଆପଣଙ୍କ ନିଷ୍ପତ୍ତି ଆପଣଙ୍କୁ 5 ବର୍ଷ ଆଗକୁ ନେଇଯିବ, ନାହିଲେ 5 ବର୍ଷ ପଛକୁ ଛାଡ଼ିଦେବ। ଅଧ୍ୟାୟ 4, ପ୍ରେମର ଅପେକ୍ଷିତ ଆଗମନ। ହୋଲି ପରେ ଆପଣଙ୍କ ଜୀବନରେ ପ୍ରବେଶ କରିପାରେ ଗୋଟେ ବିଶେଷ ବ୍ୟକ୍ତି। ପ୍ରଥମେ ସେ ହେବେ ମାତ୍ର ମିତ୍ର, କିନ୍ତୁ ଧୀରେ ଧୀରେ ସମ୍ପର୍କ ଗଭୀର ହେବ। ଯେଉଁମାନେ ଆଗରୁ ସମ୍ପର୍କରେ ଅଛନ୍ତି, ସେମାନଙ୍କ ପାଇଁ ମଇ ମାସ ରହିବ ନିଷ୍ପତ୍ତିର ସମୟ। ଏଠି ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ। ଅଧ୍ୟାୟ 5, ଧନ ଆସିବ। କିନ୍ତୁ କେମିତି? ଜୁନ୍ ମାସରୁ ଧନର ପ୍ରବାହ ଆରମ୍ଭ ହେବ। ପୁରୁଣା ଅଟକିଥିବା ପଇସା ଫେରି ଆସିପାରେ, କୌଣସି ଲଟେରୀ ବା ଅଚାନକ ଲାଭ ହୋଇପାରେ। କିନ୍ତୁ ଏଠି ରହିଛି ଗୋଟେ ଟ୍ୱିଷ୍ଟ। ଯଦି ଆପଣ ଅତ୍ୟଧିକ ଖର୍ଚ୍ଚ କରିଦେବେ, ତେବେ ଏହି ଲାଭ ଦୀର୍ଘସ୍ଥାୟୀ ହେବ ନାହିଁ। ସସ୍ପେନ୍ସ। କିନ୍ତୁ ବନ୍ଧୁମାନେ, ସବୁକିଛି ଏତେ ସହଜ ନୁହେଁ। ଜୁଲାଇ ମାସରେ ଆସିବ ଗୋଟେ ପରୀକ୍ଷା, ଯାହା ଆପଣଙ୍କ ଧୈର୍ଯ୍ୟକୁ ଚ୍ୟାଲେଞ୍ଜ କରିବ। ସେ ପରୀକ୍ଷା କ'ଣ? କିଏ ଆପଣଙ୍କ ବିପକ୍ଷରେ ରହିବ? କିଏ ହେବ ଆପଣଙ୍କ ସହଯୋଗୀ? ଯଦି ଆପଣ କୁମ୍ଭ ରାଶିର, କମେଣ୍ଟରେ ଲେଖନ୍ତୁ ଜୟ ଗୁରୁଦେବ ଏବଂ ଆଷ୍ଟ୍ରୋଭଗ୍ୟା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର କୁମ୍ଭ ରାଶିର ବନ୍ଧୁମାନେ, ଯଦି ଆପଣ ପାର୍ଟ 1 ଦେଖିଛନ୍ତି, ତେବେ ଆପଣ ଜାଣିଛନ୍ତି ଯେ ହୋଲି 2026 ପରେ ଆପଣଙ୍କ ଭାଗ୍ୟର ଚକ୍ର ଘୂରିବା ଆରମ୍ଭ କରିଦେଇଛି। କିନ୍ତୁ ପ୍ରତ୍ୟେକ ବଡ଼ ସଫଳତା ପୂର୍ବରୁ ଆସେ ଗୋଟେ ପରୀକ୍ଷା, ଏବଂ ଏହି ପରୀକ୍ଷା ହେବ ଜୁଲାଇ ମାସରେ। ଅଧ୍ୟାୟ 6, ଅଚାନକ ଆସିବା ବାତ୍ୟା। ଜୁଲାଇ 2026। ସବୁକିଛି ଠିକ୍ ଚାଲୁଥିବା ସମୟରେ ହଠାତ୍ କିଛି ଘଟିବ। କାମରେ ଚାପ ବଢ଼ିବ, ଅଚାନକ ଖର୍ଚ୍ଚ ସମ୍ପର୍କରେ ଭୁଲ ବୁଝାଧାରଣ। ଆପଣ ଭାବିବେ, ଏଇଟା କ'ଣ? ଏତେ ଭଲ ଚାଲୁଥିଲା, ହଠାତ୍ ଏମିତି କାହିଁକି? ବନ୍ଧୁମାନେ, ଏହା ଦୁର୍ଭାଗ୍ୟ ନୁହେଁ, ଏହା ଗୁରୁଙ୍କ ପରୀକ୍ଷା। ଗୁରୁ ଚାହୁଁଛନ୍ତି ଦେଖିବାକୁ ଆପଣ ସଫଳତାକୁ ହାତଲ କରିବାକୁ ପ୍ରସ୍ତୁତ କି ନୁହେଁ। ଅଧ୍ୟାୟ 7, ମନୋବଳର ଯୁଦ୍ଧ। ଏହି ସମୟରେ ଆପଣଙ୍କ ସବୁଠୁ ବଡ଼ ଶତ୍ରୁ ହେବ ଆପଣଙ୍କ ନିଜର ମନ। ମୁଁ ପାରିବି ନାହିଁ, ସାୟଦ ମୋର ଭାଗ୍ୟ ଖରାପ, ଏମିତି ଚିନ୍ତା ଆସିବ। କିନ୍ତୁ ଏଠି ରହିଛି ଗୁପ୍ତ ସଂକେତ,
ଯଦି ଆପଣ ଏହି 21 ଦିନ ଧୈର୍ଯ୍ୟ ରଖିପାରିବେ, ତେବେ ଆଗକୁ ଆସିବା ସୁଯୋଗ ଆପଣଙ୍କୁ ଚମକିଦେବ। ଅଧ୍ୟାୟ 8 କିଏ ଆପଣଙ୍କ ସହଯୋଗୀ? ଏହି ସମୟରେ ଆପଣ ଜାଣିପାରିବେ କିଏ ସତ୍ୟସାଥୀ, କିଏ କେବଳ ସୁଯୋଗବାଦୀ। ଗୋଟେ ବ୍ୟକ୍ତି ଯିଏ ଆପଣ ଆଗରୁ ଅନଦେଖା କରୁଥିଲେ, ସେହି ବ୍ୟକ୍ତି ଆପଣଙ୍କୁ ସହଯୋଗ କରିବେ, ଏବଂ ଗୋଟେ ନିକଟ ଲୋକ ଆପଣଙ୍କୁ ନିରାଶ କରିପାରେ। ଏହି ସତ୍ୟ ଆପଣଙ୍କୁ ଶକ୍ତିଶାଳୀ କରିଦେବ। ଅଧ୍ୟାୟ 9 ଅଗଷ୍ଟର ସୁନା ସମୟ ଜୁଲାଇର ପରୀକ୍ଷା ପରେ। ଅଗଷ୍ଟ ମାସ ଆଣିବ ସୁନା ଭଳି ଅବସର, ପ୍ରମୋସନ୍, ବଡ଼ କଣ୍ଟ୍ରାକ୍ଟ, ବିଦେଶ ଯିବା ସୁଯୋଗ, ବିବାହ ପ୍ରସ୍ତାବ। ଯେଉଁମାନେ ବିଜନେସ୍ କରୁଛନ୍ତି ସେମାନଙ୍କ ପାଇଁ ଅଗଷ୍ଟ ଓ ସେପ୍ଟେମ୍ବର ହେବ ବୃଦ୍ଧିର ସମୟ। ଧନ ପ୍ରବାହ ବଢ଼ିବ, କିନ୍ତୁ ମନେ ରଖନ୍ତୁ ଅହଙ୍କାର କରିବେ ନାହିଁ। ଅଧ୍ୟାୟ 10 ପ୍ରେମର ନୂଆ ମୋଡ଼। ଯଦି ଆପଣ ସିଙ୍ଗଲ, ଅଗଷ୍ଟ ପରେ ଆପଣଙ୍କ ଜୀବନରେ ଆସିବେ ଗୋଟେ ଗମ୍ଭୀର ଓ ଦାୟିତ୍ୱଶୀଳ ବ୍ୟକ୍ତି। ଯଦି ବିବାହିତ, ସେପ୍ଟେମ୍ବରରେ ଘରେ ଖୁସିର ଖବର ଆସିପାରେ। କିନ୍ତୁ ଏଠି ମଧ୍ୟ ରହିଛି ଗୋଟେ ଗୁପ୍ତ ମୋଡ଼। ଅକ୍ଟୋବରରେ ଆସିବ ଏମିତି ଗୋଟେ ନିଷ୍ପତ୍ତି ଯାହା ଆପଣଙ୍କ ଜୀବନର ଦିଗକୁ ପୁରା ପରିବର୍ତ୍ତନ କରିଦେବ। ବଡ଼ ସସ୍ପେନ୍ସ। ଅକ୍ଟୋବର 2026 ଗୋଟେ ଦ୍ୱାର ବନ୍ଦ ହେବ, କିନ୍ତୁ ତାଠାରୁ ବଡ଼ ଦ୍ୱାର ଖୋଲିବ। କିନ୍ତୁ ସେହି ଦ୍ୱାର କ'ଣ? କ୍ୟାରିୟର, ବିଦେଶ, ନାକି ଆଧ୍ୟାତ୍ମିକ ଉନ୍ନତି? ଯଦି ଆପଣ କୁମ୍ଭ ରାଶିର, କମେଣ୍ଟରେ ଲେଖନ୍ତୁ ମୁଁ ପ୍ରସ୍ତୁତ। 2026 ପାଇଁ ଏବଂ ଆଷ୍ଟ୍ରୋଭଗିଆ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର କୁମ୍ଭ ରାଶିର ବନ୍ଧୁମାନେ, ଯଦି ଆପଣ ପାର୍ଟ 1 ଓ ପାର୍ଟ 2 ଦେଖିଛନ୍ତି, ତେବେ ଆପଣ ଏବେ ସେହି ମୁହୂର୍ତ୍ତରେ ଅଛନ୍ତି ଯେଉଁଠାରେ ଭାଗ୍ୟ ତାର ଆସଲ ରୂପ ଦେଖାଇବ। ଅଧ୍ୟାୟ 11 ଅକ୍ଟୋବରର ଦ୍ୱାର। ଅକ୍ଟୋବର 2026 ଗୋଟେ ପୁରୁଣା ଅଧ୍ୟାୟ ସମାପ୍ତ ହେବ। ହୋଇପାରେ ଆପଣ ଗୋଟେ ଚାକିରି ଛାଡ଼ିବେ, ହୋଇପାରେ ଗୋଟେ ସମ୍ପର୍କର ଶେଷ ହେବ, ହୋଇପାରେ ଗୋଟେ ସହର ବଦଳିବେ। ପ୍ରଥମେ ଏହା ଲାଗିବ ହାନି ଭଳି, କିନ୍ତୁ ବନ୍ଧୁମାନେ, ଏହା ହେଉଛି ନୂଆ ଅଧ୍ୟାୟର ଆରମ୍ଭ। ଗୁରୁଙ୍କ ଦୃଷ୍ଟି ଆପଣଙ୍କ ଭାଗ୍ୟ ଭବନ ଉପରେ ପଡ଼ିବ। ଏହାର ଅର୍ଥ ଆପଣ ଜୀବନରେ ଏକ ବଡ଼ ଉଚ୍ଚତାକୁ ଛୁଇଁବେ। ଅଧ୍ୟାୟ 12 କ୍ୟାରିୟରର ମହାଲାଭ। ନଭେମ୍ବର ମାସରେ ଆସିବ ବଡ଼ ଅବସର, ବଡ଼ ପ୍ରମୋସନ, ବିଦେଶ ଯାତ୍ରା, ନୂଆ ବ୍ୟବସାୟ ଆରମ୍ଭ, ସରକାରୀ ଲାଭ। ଯେଉଁମାନେ ବର୍ଷରୁ ବର୍ଷ ଅପେକ୍ଷା କରୁଥିଲେ ସେମାନଙ୍କ ପାଇଁ ଏହା ହେବ ସ୍ୱର୍ଣ୍ଣ ସମୟ। ଆପଣଙ୍କ ପରିଶ୍ରମ ଏବେ ଫଳ ଦେବ। ଲୋକେ କହିବେ ଏହି ବର୍ଷ ତୁମର ହେଲା। ଅଧ୍ୟାୟ 13 ଧନବର୍ଷା। ଡିସେମ୍ବର 2026 ଧନର ଦ୍ୱାର ପୁରା ଖୋଲିଯିବ। ଅଚାନକ ଧନ ଲାଭ, ଜମି ଘର କିଣିବା ଯୋଗ, ବ୍ୟାଙ୍କ ବାଲାନ୍ସ ବଢ଼ିବ। କିନ୍ତୁ ଏଠି ଗୋଟେ ରହସ୍ୟ ରହିଛି। ଯଦି ଆପଣ ଆଧ୍ୟାତ୍ମିକ ରହିବେ, ଦାନ କରିବେ, ଗୁରୁବାର ଉପବାସ କରିବେ, ତେବେ ଏହି ଧନ ସ୍ଥାୟୀ ହେବ। ଅଧ୍ୟାୟ 14 ପରିବାରରେ ଖୁସି। ଡିସେମ୍ବର ଶେଷରେ ଘରେ ଖୁସିର ଖବର, ନୂଆ ସଦସ୍ୟ, ବିବାହ ନିଷ୍ପତ୍ତି, ନୂଆ ଘର ପ୍ରବେଶ। ଯେଉଁମାନେ ବହୁଦିନ ଧରି ଚିନ୍ତାରେ ଥିଲେ ସେମାନଙ୍କ ମନ ଶାନ୍ତ ହେବ। ଅଧ୍ୟାୟ 15 2026ର ଶେଷ ସତ୍ୟ। ବନ୍ଧୁମାନେ, 2026 କୁମ୍ଭ ରାଶି ପାଇଁ ଏକ ସାଧାରଣ ବର୍ଷ ନୁହେଁ। ଏହା ହେଉଛି ପୁନର୍ଜନ୍ମର ବର୍ଷ। ଯେଉଁମାନେ 2024 ଓ 2025ରେ କଷ୍ଟ ଦେଖିଥିଲେ, 2026 ସେମାନଙ୍କୁ ଦେବ ସମ୍ମାନ ଓ ସଫଳତା। କିନ୍ତୁ ମନେ ରଖନ୍ତୁ, ସଫଳତା ସହିତ ନମ୍ରତା ରଖନ୍ତୁ। କିନ୍ତୁ ଏଠି ଆଉ ଗୋଟେ ବଡ଼ ରହସ୍ୟ ରହିଛି। 2027ରେ କ'ଣ ହେବ? ଗୁରୁ ଓ ଶନି ମିଶି କ'ଣ ପରିବର୍ତ୍ତନ ଆଣିବେ? କୁମ୍ଭ ରାଶିର ଆସଲ ସ୍ୱର୍ଣ୍ଣଯୁଗ କେବେ ଆରମ୍ଭ ହେବ? ଏହା ଜାଣିବା ପାଇଁ ଆସୁଛି ନେକ୍ସଟ ସିରିଜ୍। ଯଦି ଆପଣ କୁମ୍ଭ ରାଶିର, କମେଣ୍ଟରେ ଲେଖନ୍ତୁ ମୋର ସ୍ୱର୍ଣ୍ଣ ସମୟ ଆସୁଛି ଏବଂ ଆଷ୍ଟ୍ରୋଭାଗ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଆଗକୁ ଆସୁଛି କୁମ୍ଭ ରାଶି 2027 ମହାଫଳ, ସ୍ୱର୍ଣ୍ଣଯୁଗର ଆରମ୍ଭ। ନମସ୍କାର କୁମ୍ଭ ରାଶିର ପ୍ରିୟ ଦର୍ଶକମାନେ, ଆଜିର ଏହି ଅଂଶଟି ସାଧାରଣ ରାଶିଫଳ ନୁହେଁ। ଏହା ଆପଣଙ୍କ ଜୀବନର ଗୋଟେ ଆତ୍ମକଥା। ଯଦି ଆପଣ 2024 ଓ 2025ରେ କଷ୍ଟ ଭୋଗ କରିଛନ୍ତି, ଯଦି ଆପଣ ଭାବିଥିଲେ ମୋର ଭାଗ୍ୟ କେବେ ବଦଳିବ, ତେବେ ଧ୍ୟାନ ଦିଅନ୍ତୁ, କାରଣ 2026 ଆସୁଛି ଆପଣଙ୍କ କର୍ମର ଫଳ ନେଇ। ଅଧ୍ୟାୟ 16 ଗତ କଷ୍ଟର ହିସାବରେ। କୁମ୍ଭ ରାଶିର ଲୋକମାନେ ସାଧାରଣତଃ ଶାନ୍ତ, ଧୈର୍ଯ୍ୟଶୀଳ ଓ ଗଭୀର ଚିନ୍ତାଧାରାର। କିନ୍ତୁ ପଛଲା 2 ବର୍ଷରେ ଆପଣ ମନରେ ଅନେକ ଚାପ ନେଇଛନ୍ତି। ବିଶ୍ୱାସଭଙ୍ଗ, ଚାକିରି, ଅସ୍ଥିରତା, ଅର୍ଥ ଚାପ, ପରିବାର ଦାୟିତ୍ୱ। କିନ୍ତୁ ଗୁରୁ ଦେଖୁଥିଲେ ପ୍ରତ୍ୟେକ ଲୁହ, ପ୍ରତ୍ୟେକ ପରିଶ୍ରମ, ପ୍ରତ୍ୟେକ ନୀରବ ବେଦନା। 2026ରେ ଏହାର ଫଳ ମିଳିବ। ଅଧ୍ୟାୟ 17 ଏପ୍ରିଲର ଜାଗୃତି। ହୋଲି ପରେ ଏପ୍ରିଲ ମାସରେ ଆପଣଙ୍କ ମନରେ ଆସିବ ଗୋଟେ ନୂଆ ଶକ୍ତି। ଆପଣ ଅନୁଭବ କରିବେ ମୁଁ ଆଉ ଦୁର୍ବଳ ନୁହେଁ। ଏହି ସମୟରେ ଆପଣ ନୂଆ ପ୍ଲାନ୍ କରିବେ, ନୂଆ ଲକ୍ଷ୍ୟ ଧରିବେ, ଏବଂ ଏହି ନିଷ୍ପତ୍ତି ଆପଣଙ୍କୁ ସେପ୍ଟେମ୍ବର ପର୍ଯ୍ୟନ୍ତ ନେଇଯିବ ସଫଳତାର ଶିଖରକୁ। ଅଧ୍ୟାୟ 18 କର୍ମର ଫଳ। ମେ ଅଗଷ୍ଟ। ମଇରୁ ଅଗଷ୍ଟ ଏହା ହେବ କର୍ମର ଫଳ ମିଳିବା ସମୟ। ପୁରୁଣା ପ୍ରୋଜେକ୍ଟର ସଫଳ, ନୂଆ କାର୍ଯ୍ୟରେ ପ୍ରଶଂସା, ଲୋକମାନଙ୍କ ସମ୍ମାନ। ଆପଣ ଯାହା କରିଥିଲେ ନୀରବରେ, ସେହି ପରିଶ୍ରମ ଏବେ ଦେଖାଯିବ ସାର୍ବଜନୀନ ଭାବେ। ଅଧ୍ୟାୟ 19 ମନର ଇଚ୍ଛା ପୂରଣ। କୁମ୍ଭ ରାଶିର ଏକ ଗୁପ୍ତ ଇଚ୍ଛା ରହେ
ଯାହା ଆପଣ କାହାକୁ କହନ୍ତି ନାହିଁ। 2026 ଶେଷ ପର୍ଯ୍ୟନ୍ତ ସେହି ଇଚ୍ଛା ପୂରଣ ହେବାର ଯୋଗ ଦେଖାଯାଉଛି। ସେହିଟା ହୋଇପାରେ ବିବାହ, ନୂଆ ଘର, ବିଦେଶ ଯାତ୍ରା, ବଡ଼ପଦ, ଗୁରୁଙ୍କ ଚେତାବନୀ। କିନ୍ତୁ ମନେ ରଖନ୍ତୁ, ଅହଙ୍କାର କରିବେ ନାହିଁ, ଅନ୍ୟଙ୍କୁ ଅପମାନ କରିବେ ନାହିଁ, ପରିବାରକୁ ଅନଦେଖା କରିବେ ନାହିଁ। ଗୁରୁ ଦେଇଥାନ୍ତି କିନ୍ତୁ ପରୀକ୍ଷା ମଧ୍ୟ ନିଅନ୍ତି। ଅଧ୍ୟାୟ 20 ଆଧ୍ୟାତ୍ମିକ ଉନ୍ନତି। 2026ରେ ଆପଣଙ୍କ ଆଧ୍ୟାତ୍ମିକ ଦିଗ ମଧ୍ୟ ଜାଗୃତ ହେବ। ମନ୍ଦିର ଯିବା, ଧ୍ୟାନ କରିବା, ଗୁରୁବାର ଦିନ ହଳଦୀ ଦାନ, ଏହା ଆପଣଙ୍କ ଭାଗ୍ୟକୁ ଆଉ ମଜବୁତ କରିବ। ଶେଷ ରହସ୍ୟ। କୁମ୍ଭ ରାଶି 2026ରେ ଏକ ସତ୍ୟ ବୁଝିବେ। ଭାଗ୍ୟ ତାଙ୍କ ପକ୍ଷରେ ରହେ ଯେଉଁମାନେ ନିଜେ ଉପରେ ବିଶ୍ୱାସ କରନ୍ତି। ଆପଣ 2026ରେ ନୂଆ ଆତ୍ମବିଶ୍ୱାସ ସହିତ ଜୀବନ ଆରମ୍ଭ କରିବେ। ଏହା ହେଉଛି ପୁନର୍ଜନ୍ମର ବର୍ଷ। ଯଦି ଆପଣ କୁମ୍ଭ ରାଶିର, କମେଣ୍ଟରେ ଲେଖନ୍ତୁ ମୋର ଭାଗ୍ୟ ଜାଗୁଛି ଏବଂ ଆଷ୍ଟ୍ରୋଭାଗ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଆଗକୁ ଆସୁଛି କୁମ୍ଭ ରାଶି 2026ର ଲୁକାଇଥିବା ଧନଯୋଗ ଓ ରାଜଯୋଗ ବିଶେଷ। ନମସ୍କାର କୁମ୍ଭ ରାଶିର ଭାଗ୍ୟଶାଳୀ ଦର୍ଶକମାନେ, ଆଜି ଆମେ କଥା ହେବୁ ସେହି ଗୁପ୍ତ ଯୋଗ ବିଷୟରେ ଯାହା 2026ରେ ଆପଣଙ୍କ ଜୀବନକୁ ସାଧାରଣରୁ ଅସାଧାରଣ କରିପାରେ। ହଁ ବନ୍ଧୁମାନେ, 2026ରେ ଗଠିତ ହେଉଛି ଏକ ବିଶେଷ ସ୍ଥିତି, ଗୁରୁ ଓ ଶନିର ପ୍ରଭାବଶାଳୀ ସମ୍ବନ୍ଧ। ଏହି ସମ୍ବନ୍ଧ ସବୁଙ୍କ ପାଇଁ ଶୁଭ ନୁହେଁ, କିନ୍ତୁ କୁମ୍ଭ ରାଶି ପାଇଁ ଏହା ହେବ ଟର୍ଣ୍ଣିଂ ଡେଷ୍ଟିନି ପଏଣ୍ଟ। ଅଧ୍ୟାୟ 21 ରାଜଯୋଗର ଗୁପ୍ତ ରହସ୍ୟ। ରାଜଯୋଗ ସବୁଠୁ ସହଜରେ ମିଳେନି। ଏହା ସେମାନଙ୍କୁ ମିଳେ ଯେଉଁମାନେ କଷ୍ଟ ସହିଛନ୍ତି। 2024 ବିନା 2025ରେ ଆପଣ ଯେ କଷ୍ଟ ଦେଖିଥିଲେ, ସେହି କଷ୍ଟ ଥିଲା ରାଜଯୋଗ ପାଇଁ ପ୍ରସ୍ତୁତି। 2026 ମଧ୍ୟରୁ ଆପଣଙ୍କ ପଦ, ପ୍ରତିଷ୍ଠା ଓ ସମ୍ମାନ ବଢ଼ିବ। ଲୋକେ ଆପଣଙ୍କୁ ପରାମର୍ଶ ପଚାରିବେ, ଆପଣଙ୍କ ନିଷ୍ପତ୍ତି ଗୁରୁତ୍ୱ ପାଇବ। ଏହା ହେଉଛି ରାଜଯୋଗର ଆରମ୍ଭ। ଅଧ୍ୟାୟ 22 ଧନଯୋଗର ସମୟ। ଅଗଷ୍ଟରୁ ଡିସେମ୍ବର 2026 ଧନ ପ୍ରବାହ ବଢ଼ିବ। ଅଚାନକ ଧନ ଲାଭ, ବଡ଼ ଇନଭେଷ୍ଟମେଣ୍ଟର ଫଳ, ପୁରୁଣା ଧନ ଫେରତ, ନୂଆ ବ୍ୟବସାୟରେ ବୃଦ୍ଧି। କିନ୍ତୁ ଧନ ସହିତ ଆସିବ ଜିମାବାରୀ। ଏଠି ଆପଣଙ୍କ ସଠିକ୍ ନିଷ୍ପତ୍ତି ଆପଣଙ୍କୁ କୋଟିପତି ଦିଗକୁ ନେଇଯାଇପାରେ। ଅଧ୍ୟାୟ 23 ଗୁରୁ ଶନି ମହାସଙ୍ଗମ। ଶନି ହେଉଛନ୍ତି କର୍ମର ନ୍ୟାୟାଧୀଶ, ଗୁରୁ ହେଉଛନ୍ତି ଭାଗ୍ୟର ଦାତା। ଯେତେବେଳେ ଏହି ଦୁଇର ପ୍ରଭାବ ଏକ ସମୟରେ ମିଳେ, ତେବେ ଜୀବନରେ ଆସେ ସ୍ଥାୟୀ ସଫଳତା। 2026ରେ କୁମ୍ଭ ରାଶି ପାଇଁ ଏହି ଯୋଗ କହୁଛି ପରିଶ୍ରମ କରିବା ଜାରି ରଖ, ଭାଗ୍ୟ ତୁମ ପକ୍ଷରେ ରହିଛି। ଅଧ୍ୟାୟ 24 ପ୍ରେମ ଓ ବିବାହର ରାଜଯୋଗ। ଯଦି ଆପଣ ବିବାହ ପାଇଁ ଅପେକ୍ଷା କରୁଛନ୍ତି, 2026ରେ ଶେଷ ପର୍ଯ୍ୟନ୍ତ ଶୁଭ ସମୟ। ଯଦି ଲଭ୍ ମ୍ୟାରେଜ୍ ବିଚାର କରୁଛନ୍ତି, ପରିବାର ସମର୍ଥନ ମିଳିବାର ଯୋଗ। କିନ୍ତୁ ଏଠି ମଧ୍ୟ ଗୋଟେ ସର୍ତ୍ତ ରହିଛି, ସତ୍ୟତା ରଖନ୍ତୁ, ଧୈର୍ଯ୍ୟ ରଖନ୍ତୁ। ଅଧ୍ୟାୟ 25 2026ର ଶେଷ ସନ୍ଦେଶ। କୁମ୍ଭ ରାଶି, ଆପଣ ସାଧାରଣ ନୁହେଁ, ଆପଣ ଗଭୀର ଚିନ୍ତକ, ଆପଣ ସ୍ୱାଧୀନ ଆତ୍ମା। 2026 ଆପଣଙ୍କୁ ଦେଖାଇବ ଆପଣ କେତେ ଶକ୍ତିଶାଳୀ। ଯଦି ଆପଣ ମନେ କରୁଛନ୍ତି 2026 ଆପଣଙ୍କ ବର୍ଷ, କମେଣ୍ଟରେ ଲେଖନ୍ତୁ ରାଜଯୋଗ ଆରମ୍ଭ। କୁମ୍ଭ ରାଶିର ବନ୍ଧୁମାନେ, 2026 ଆପଣଙ୍କ ପାଇଁ ସାଧାରଣ ବର୍ଷ ନୁହେଁ। ଏହା ଆପଣଙ୍କ ପରିଶ୍ରମର ପୁରସ୍କାରର ବର୍ଷ। ଯେମାନେ ଆପଣଙ୍କୁ ଅନଦେଖା କରିଥିଲେ, ସେମାନେ ଆପଣଙ୍କୁ ସମ୍ମାନ କରିବେ। ଯେମାନେ ଆପଣଙ୍କୁ ଛାଡ଼ି ଯାଇଥିଲେ, ସେମାନେ ଆପଣଙ୍କ ସଫଳତା ଦେଖି ଆଶ୍ଚର୍ଯ୍ୟ ହେବେ। କିନ୍ତୁ ମନେ ରଖନ୍ତୁ, ସଫଳତା ପାଇବା ପୂର୍ବରୁ ଗୁରୁ ଆପଣଙ୍କୁ ପରୀକ୍ଷା କରିବେ। ଧୈର୍ଯ୍ୟ ରଖନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ। 2026 ହେଉଛି ଆପଣଙ୍କ ପୁନର୍ଜନ୍ମର ବର୍ଷ। 2026 ହେଉଛି ଆପଣଙ୍କ ରାଜଯୋଗର ବର୍ଷ। 2026 ହେଉଛି ଆପଣଙ୍କ ଭାଗ୍ୟ ଜାଗୃତିର ବର୍ଷ। ଯଦି ଆପଣ କୁମ୍ଭ ରାଶିର, ତେବେ କମେଣ୍ଟରେ ଲେଖନ୍ତୁ ମୋର ଭାଗ୍ୟ ଜାଗୁଛି 2026ରେ ଏବଂ ଏହି ଭିଡିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆପଣଙ୍କ କୁମ୍ଭ ରାଶି ବନ୍ଧୁମାନଙ୍କ ସହିତ। ଏବଂ ଯଦି ଆପଣ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଏବେ ହିଁ ଆଷ୍ଟ୍ରୋଭାଗ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଆଗକୁ ଆସୁଛି କୁମ୍ଭ ରାଶି 2027 ସ୍ୱର୍ଣ୍ଣ ଯୁଗ। ଗୁରୁ ଶନି ମହାଫଳ। ଆପଣଙ୍କ ଜନ୍ମ ତାରିଖ ଅନୁସାରେ ବିଶେଷ ଭାଗ୍ୟ ଫଳ ମୁଁ ଆପଣଙ୍କ ସହିତ ରହିବି। ପ୍ରତ୍ୟେକ ଗ୍ରହ ପରିବର୍ତ୍ତନରେ, ପ୍ରତ୍ୟେକ ଭାଗ୍ୟ ମୋଡ଼ରେ। ଜୟ ଜଗନ୍ନାଥ। ମିଶିବା ଆଗାମୀ ଭିଡିଓରେ। ଯଦି ଏହି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥିଲା, ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।